କେନ୍ଦ୍ରାପଡ଼ା ମା ମଙ୍ଗଳା ବସ୍ତ୍ରାଳୟର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ। କେନ୍ଦ୍ରାପଡ଼ା ପୌର ପରିଷଦ ଅନ୍ତର୍ଗତ ମା ସାନମଙ୍ଗଳା ବଜାରରେ ଅବସ୍ଥିତ ପ୍ରସିଦ୍ଧ ପୋଷାକ ପ୍ରତିଷ୍ଠାନ ମା ମଙ୍ଗଳା ବସ୍ତ୍ରାଳୟ ଆଜି ସଫଳତାର ସହ 3 ବର୍ଷ ପୂରଣ କରିଛି। ଏହି ଅବସରରେ ବସ୍ତ୍ରାଳୟ ପରିସରରେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ଦୋକାନ ଗୃହରେ ବିଧି ମୁତାବକ ହୋମ ଯଜ୍ଞ ସମ୍ପନ୍ନ ହୋଇଛି। ବସ୍ତ୍ରାଳୟର ପ୍ରୋପାଇଟର ଶ୍ରୀଯୁକ୍ତ ବୈକୁଣ୍ଠ ବିହାରୀ ଜେନା କର୍ତ୍ତା ଭାବେ ସଂକଳ୍ପ କରି ପୂଜା କାର୍ଯ୍ୟରେ ବସିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ପରିବାର ବର୍ଗ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଗତ 3 ବର୍ଷ ଧରି ଏହି ବସ୍ତ୍ରାଳୟ ସ୍ଥାନୀୟ ଅଞ୍ଚଳର ଗ୍ରାହକମାନଙ୍କୁ ଗୁଣବତ୍ତା ସମ୍ପନ୍ନ ବସ୍ତ୍ର ଯୋଗାଇ ଦେବାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଶେଷକରି ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀଙ୍କ ମିଷ୍ଟଭାଷା ଏବଂ ଉତ୍ତମ ବ୍ୟବହାର ଗ୍ରାହକମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଉପଲବ୍ଧ ସାମଗ୍ରୀ। ଏଠାରେ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ଆଧୁନିକ ପୋଷାକ ଉପଲବ୍ଧ ହେଉଛି, ଯଥା ମହିଳାଙ୍କ ପାଇଁ ବିଭିନ୍ନ ବ୍ରାଣ୍ଡେଡ୍ ଶାଢ଼ୀ, ସାୟା, ବ୍ଲାଉଜ, କୁର୍ତ୍ତୀ ସେଟ୍, ସାଲୱାର, ଲେହେଙ୍ଗା, ଫ୍ରକ୍ ଓ ଚୁଡ଼ିଦାର। ପୁରୁଷ ଓ ପିଲାଙ୍କ ପାଇଁ ଜିନ୍ସ ପ୍ୟାଣ୍ଟ, ସାର୍ଟ, କୁର୍ତ୍ତା, ପଞ୍ଜାବୀ ସେଟ୍। ଅନ୍ୟାନ୍ୟ ଲୁଙ୍ଗି, ଗାମୁଛା ସମେତ ସମସ୍ତ ପ୍ରକାର ବ୍ରାଣ୍ଡେଡ୍ ପୋଷାକ। ଗ୍ରାହକଙ୍କ ଆସ୍ଥାଭାଜନ ହୋଇପାରିଥିବା ଏହି ବସ୍ତ୍ରାଳୟ ଆଗାମୀ ଦିନରେ କେନ୍ଦ୍ରାପଡ଼ା ବଜାରରେ ଆହୁରି ସୁନାମ ଅର୍ଜନ କରିବ ବୋଲି ଆଶା ପ୍ରକଟ କରାଯାଇଛି।